ମମତା ଆଜି ଆଦିବି ଆଉ ତନ୍ମୟକୁ ରଜ ସେଲିବ୍ରେସନ କରିବା ପାଇଁ ପଲ୍ଲବ ପାଖକୁ ନେଇକି ଯାଆନ୍ତି। ସେ ବି ଅଟକା ଦିଅନ୍ତି, ଯିବାକୁ ଦିଅନ୍ତି ନା, କୁହନ୍ତି କୁଆଡ଼େ ଯାଇପାରିବୁନି, ଏବେ ମାନେ ସଫାଳି ଆଣ୍ଟିଙ୍କ ଘରକୁ ଯିବା। ଆଉ ଚାଲ, ମୁଁ ଆସି ସାରିଲିଣି, ମୋତେ ରଗାନି କହିଦେଉଛି। କହିଲି ନା ଆମେ ଏଠୁ ଯିବା, ଜଲ୍ଦି ଚାଲେ, ମୁଁ ଅଲରେଡ଼ି କହିସାରିଛି, ତେଣୁ ମୋତେ ସେଠିକି ଯିବାକୁ ପଡ଼ିବ। ଆଉ ତମ ଇଚ୍ଛା, ତମେ ଯାହା ସାଙ୍ଗରେ ଆସିପାର ନ ଆସିପାର, କିନ୍ତୁ ତନ୍ମୟ ମୋ ସାଙ୍ଗରେ ସିରିୟସଲି ଯିବ। ଆଉ ତୋ ତନ୍ମୟ ଉପରକୁ ଯାହାନି କହୁଛି, ଯାହାର ଇଚ୍ଛା ଯାହା ହେଉଛି ସେଇଆ କର, ମୁଁ ଚାଲିଲି। ଠିକ୍ ସମୟରେ ମାୟା ରିମଝିମ୍କୁ କୁହନ୍ତି ବହୁତ ହୋଇଗଲା ଏସବୁ, କାହିଁକି ତାଙ୍କୁ ବାଧ୍ୟ କରୁଛୁ? ଛୋଟ ପିଲା ସେ, ତାର ଯେଉଁଠି ଖେଳିବାକୁ ଇଚ୍ଛା ହେଉଛି ସେଇଠିକି ଖେଳୁ, ଆଉ ତାର ଯୁଆଡ଼େ ଯିବାକୁ ଇଚ୍ଛା ହେଉଛି ସିଆଡ଼େ ଯାଉ। ତୋର ଇଏ ଆଡ଼େ ଯିବାର ଅଛି ନା, ତୁ ଯା, ପିଲାମାନେ ଘରେ ରଜ ସେଲିବ୍ରେସନ୍ କରିବେ, ଆଉ ନହେଲେ ହସ୍ପିଟାଲରେ। ଏଇଟା ମୋ ଅର୍ଡ଼ର। ମମତା, ତମେ ଗୋଟେ କାମ କର, ଆବି ଆଉ ତନ୍ମୟକୁ ନେଇ ହସ୍ପିଟାଲ ଚାଲିଯାଅ। ଆଜି ଗେଷ୍ଟ ମାନେ ଏଇ ଘରକୁ ଯିବା ଆସିବା କରିବେ ଆଉ ରହିବ, ଆଉ ତେଣୁ ଗୌରବ ଏଠି ଥାଉ, ଆଉ ଯଦି କିଛି ବି ଦରକାର ପଡ଼େ କାମରେ ଗୌରବ ଆସିବ। ମମତା ସେଠିକି ଯାଇ କ'ଣ ଠିକ୍ କରିଛନ୍ତି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।